ସେ ମୋତେ କ'ଣ ଭାବୁଥିଲା କେଜାଣି ମୁଁ ନିଜେ ବି ଜାଣିପାରୁନଥିଲି। ନିଜ ଦୁନିଆରୁ ଦୂରେଇ ଥିବା ଲୋକଗୁଡ଼ା ଯେ ଏତେ କଷ୍ଟ ଦିଅନ୍ତି ସେଦିନ ମୋତେ ଅନୁଭବ ହୋଇଥିଲା। ମୁଁ ଚାହିଁଲେ ବି ତାକୁ ମନରୁ କାଢ଼ିବାକୁ ସେ କିନ୍ତୁ ଜାଣିଶୁଣି ମୋ ମନ ଭିତରକୁ ପଶିବାକୁ ଚେଷ୍ଟା କରୁଥିଲା। ମୁଁ ସେଇ ପ୍ରେମିକ ଆଜ୍ଞା। ପ୍ରେମରେ ବିଫଳ ହେଲା ପରେ ପ୍ରେମକୁ ଘୃଣା କରିବା ଆରମ୍ଭ କରିଦେଇଥିଲି। ମୋ ପାଇଁ ପ୍ରେମ ଥିଲା ପ୍ରତାରଣା, ମୋ ପାଇଁ ପ୍ରେମ ଥିଲା ନିର୍ଯାତନା, ମୋ ପାଇଁ ପ୍ରେମ ଥିଲା ଗୋଟେ କଷ୍ଟ ଆଉ ଯନ୍ତ୍ରଣା। ଯାହା ପାଇଁ ଏତେ ସବୁ ଘଟିଥିଲା ତାକୁ କିନ୍ତୁ ଭୁଲିବା ସମ୍ଭବ ନଥିଲା। ଅନେକ କଷ୍ଟ ହେଉଥିଲା। ତା'ର ସବୁ ସ୍ମୃତିକୁ କାଢ଼ି ଯେତେଥର ବାହାର କରିବାକୁ ଚେଷ୍ଟା କରୁଥିଲି ସେତେଥର ସେ ସ୍ମୃତିଗୁଡ଼ା ପୁଣି ଉଜ୍ଜୀବିତ ହୋଇଯାଉଥିଲା। ମୁଁ ମୋ ରାସ୍ତାରେ ଠିକ୍ ଥିଲି। ମୁଁ ମୋ ଜୀବନରେ ବେଶ୍ ହସ ଖୁସିରେ ଥିଲି। ହେଲେ ସେଇ ପ୍ରେମ ଦୁନିଆରେ ପାଦ ଦେବାଟା ମୋ ପାଇଁ ଏତେ କ୍ଷତିକାରକ ହେବ ମୁଁ କ'ଣ ଜାଣିଥିଲି? ମାନସୀ କେଉଁଠି ଥିଲା କେଜାଣି ମୋ ଅଜାଣତରେ ମୋ ହୃଦୟ ଭିତରକୁ ଧସେଇ ପଶି ଆସିଲା। ଗୋଟେ ଦୋକାନରେ ଡ୍ରେସ୍ କିଣିକୁଣୁ ମୁଁ ଟିକିଏ ଡାଉଟ୍ରେ ପଡ଼ିଯାଇଥିଲି। କେଉଁଟା ନେବି ଭାବୁଥିଲି, କିନ୍ତୁ ସେଠି ଡ୍ରେସ୍ କିଣୁଥିବା ଝିଅଟି ସେ ହଳଦିଆ କଲର ଡ୍ରେସ୍ଟା ନେବାକୁ ଠାରି ଦେଇଥିଲା। ଆଉ ମୁଁ ବି ସେଇ ପିଙ୍କ କଲର ଡ୍ରେସ୍ଟା ନେବାକୁ ତାକୁ ଠାରି ଦେଇଥିଲି। ବାସ୍ ଆରମ୍ଭ ହୋଇଯାଇଥିଲା ନୂଆ ଏକ ସମ୍ପର୍କ। ଅଜଣା ଅଚିହ୍ନାରୁ ପରିଚିତ, ଆଉ ସବୁବେଳେ ଦେଖା ସାକ୍ଷାତ। ଆଉ ସେଇ ଦେଖା ସାକ୍ଷାତ କେତେବେଳେ ପ୍ରେମରେ ପରିଣତ ହୋଇଯାଇଥିଲା। ଗୋଟିଏ ସହରରେ ରହି ଚାକିରି କରୁଥିଲୁ, ସେଥିପାଇଁ ସମୟ ମିଳିଲେ ମିଳାମିଶା ଆରମ୍ଭ ହୋଇଯାଇଥିଲା। ହେଲେ ସେଇ ମିଳାମିଶା ଯେ ଦିନେ ଆମକୁ ଏମିତି ଏକ ସ୍ୱପ୍ନ ରାଜ୍ୟକୁ ନେଇଯିବ କିଏ ବା ଜାଣିଥିଲା। ସମୟ ବଢ଼ି ଚାଲିଲା, ବୟସ ବି ବଢ଼ି ଚାଲିଲା, ସମ୍ପର୍କ ବି ପୁରୁଣା ହେଲା। ବିତିଗଲା ବର୍ଷ ପରେ ବର୍ଷ, 4 ବର୍ଷ। ହୋଟେଲ ଗଲା, ରାତି କାଟିଲା, ସବୁ ମୋତେ ସମର୍ପଣ ବି କଲା। ଭାବିଲି ଯାହା ହେଉ ଗୋଟେ ଭଲ ଜୀବନସାଥୀଟେ ଭଗବାନ ଦେଇଛନ୍ତି। ହେଲେ ସବୁକିଛି କ୍ଷଣିକରେ ବଦଳିଗଲା। ତାଙ୍କ ଘରୁ କଲ୍ ଆସିଲା, ଘରକୁ ଗଲା। ଏଥର କିନ୍ତୁ କଥା ଦେଇଥିଲା ଘରକୁ ଯାଇ ଆମ ସମ୍ପର୍କ ବିଷୟରେ କହିବ, ଆଉ ଆମେ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବା। ସେ ଆମ ବିଷୟରେ କହିବା ପୂର୍ବରୁ ଘର ଲୋକ ଦେଖିଥିବା ପ୍ରସ୍ତାବରେ ପୁଅ ଦେଖିବାକୁ ଆସିଲା। ମୋତେ କହିଲା, ବ୍ୟସ୍ତ କାହିଁକି ହେଉଛ? ଦେଖିବାକୁ ତ ଆସୁଛନ୍ତି। ଥୋଡ଼ି ପସନ୍ଦ କରିଛନ୍ତି ନା ବାହାଘର ହେଇଯାଇଛି ଯେ ଏମିତି ହେଉଛ? ମୁଁ କେବଳ ତୁମର, ତୁମଠୁ ମୋତେ କେହି ବି ଅଲଗା କରିପାରିବେନି। ଏକଥା ଶୁଣି ଅଚିନ୍ତା ନିଦରେ ଶୋଇଗଲି। ସକାଳୁ ଉଠି କଥା ହେଲି, ହେଲେ ଦିନ 2ଟା ପରେ ଆଉ ତା କଲ୍ଟା ଲାଗିଲାନି। ବ୍ୟସ୍ତ ହୋଇ ମାନସୀର ସାଙ୍ଗକୁ କଲ୍ କଲି। ସେ ତାଙ୍କ ଘର ନମ୍ବରକୁ କଲ୍ କଲା। ଆଉ ମାନସ ସହିତ କଥା ହେଇ ମୋତେ ଯାହା କହିଲା ମୁଁ ବଖାଣିବା କଷ୍ଟକର ଥିଲା। ଦେଖିବାକୁ ଆସିଥିବା ପୁଅ କୁଆଡ଼େ ହ୍ୟାଣ୍ଡସମ୍ ଥିଲା, ଆଉ ଧନୀ ବି ଥିଲା, ଆଉ ତାଙ୍କ ଜାତିର ବି ଥିଲା। ଆଉ ମୁଁ କୁଆଡ଼େ ଛୋଟ ଜାତି ଥିଲି, ଆଉ ଯେତିକି ରୋଜଗାର କରୁଥିଲି ତାକୁ କୁଆଡ଼େ ଖୁସିରେ ରଖିପାରିନଥାନ୍ତି। ଆଉ ମୁଁ କୁଆଡ଼େ କାଳିଆଟେ ଥିଲି। ଏକଥା ଶୁଣିବା ବେଳେ ଏମିତି ଲାଗୁଥିଲା ଏକଥା ଶୁଣିବା ଆଗରୁ ମରିଗଲିନି କାହିଁକି। ଏକଥା ଶୁଣିଲା ପରେ ହାର୍ଟ ବିଟ୍ଟା ବଢ଼ି ବଢ଼ି ଚାଲିଥିଲା। କଷ୍ଟର ସୀମା ନଥିଲା। ମନେ ପଡ଼ୁଥିଲା ରାତିରେ ସେ ହୋଟେଲ ରୁମ୍ରେ କାଟିଥିବାର ମୁହୂର୍ତ୍ତ। ମନେ ପଡ଼ିଯାଉଥିଲା ଫୋନ୍ ନ ଉଠାଇଲେ ତା ବ୍ୟସ୍ତତାର କଥା। ପୁଣି ଥରେ ମାନସୀକୁ କଲ୍ କଲି। ଏଥର ତା ଫୋନ୍ଟା ଲାଗିଯାଇଥିଲା, ଆଉ ଫୋନ୍ ବି ଉଠାଇଥିଲା। କହିଲା, ସବୁ ତ ମୋ ସାଙ୍ଗଠୁ ଶୁଣିସାରିଥିବ। ଆମ ଘରେ ଜାତି ପାଇଁ ରାଜି ହେଲେନି। ଆମ ଘରେ ତମ ରୋଜଗାର କଥା ଶୁଣି ସିଧା ସିଧା ମନା କରିଦେଲେ। ଆଉ କହିଲେ ତୋ ଷ୍ଟାଣ୍ଡାର୍ଡ଼ କେଉଁଠି ଆଉ ତା ଷ୍ଟାଣ୍ଡାର୍ଡ଼ କେଉଁଠି, ଆଉ ତମ ଫଟୋ ଦେଖି ସିଧା ରିଜେକ୍ଟ କରିଦେଲେ। ମୁଁ ଆଉ କ'ଣ କରିଥାନ୍ତି ତମେ କୁହ? ଏକଥା କହିଲା ବେଳେ ସେ ବେଶ୍ ଖୁସି ଥିଲା। କେତେ ସହଜରେ ଏସବୁ କଥା କହିଦେଲା। ହେଲେ ମୋ ଉତ୍ତର ସବୁ ଆଖିପଟେ ପାଣି ହେଇ ବାହାରି ଯାଉଥିଲା। ବାସ୍ କିଛି ଦିନ ପରେ ତା ବାହାଘର ହେଇଗଲା। ଆଉ ମୁଁ ତାକୁ ସେମିତି ଝୁରିବା ଛଡ଼ା ଆଉ କିଛି ରାସ୍ତା ନଥିଲା। କ'ଣ କରିବି? ଏ ପ୍ରେମ ତ ସେମିତି, ଭୁଲିବାକୁ ଚାହିଁଲେ ବି ଭୁଲି ପାରୁନି। ସେ ସେଠି ତା ନୂଆ ସ୍ୱାମୀ ସହିତ ହନିମୁନ୍ କରୁଥିଲା, ଆଉ ମୁଁ ଏକା ଏକା ବଞ୍ଚିବା ପାଇଁ ସଂଘର୍ଷ କରୁଥିଲି। ସତରେ ଏ ପ୍ରେମ କ'ଣ ଏତେ ନିଷ୍ଠୁର? ନା ତାକୁ ନିଷ୍ଠୁର ବନେଇ ଦିଆଯାଉଛି? ଇଚ୍ଛା ହେଉଥିଲା ଜୀବନ ଦେଇଦେବାକୁ, କିନ୍ତୁ ଘରେ ଥିବା ବିଧବା ମା କଥା ମନେ ପଡ଼ିଯାଉଥିଲା। ଛୁଆବେଳୁ ବାପାକୁ ହରାଇଲା ପରେ ମୋ ମା କେତେ କଷ୍ଟରେ ମୋତେ ବଡ଼ କରିଥିଲା। ସେ ମୋ ବିନା କେମିତି ବଞ୍ଚିବ? ମୁଁ ତ ମୋ ମା ପାଇଁ ପ୍ରେମ ଥିଲି ନା। ମୋ ମା କେମିତି ତା ପ୍ରେମ ବିନା ବଞ୍ଚିବ? ଇଚ୍ଛା ହେଉଥିଲା କ୍ଷଣିକ ଭିତରେ ନିଜକୁ ଶେଷ କରିଦେବାକୁ। ମନେ ପଡ଼ିଯାଇଥିଲା ମୋ ସାନ ଭଉଣୀ କଥା, ଯେ ତାର ସେ ନିରୀହ ଆଖିରେ ଭାଇକୁ ଦେଖିଲେ ତା ଜୀବନର ସବୁ ଖୁସି ତାକୁ ମିଳିଯାଉଥିଲା। ଭାଇ ତା ପାଇଁ ତା ଜୀବନ ଥିଲା, ଆଉ ମୋ ଭଉଣୀ ପାଇଁ ମୁଁ ଥିଲି ସେଇ ପ୍ରେମ। ଆଉ ମୁଁ ଯଦି କିଛି କରିଦେବି ତେବେ ସେ ଭଉଣୀ ତା ଭାଇର ପ୍ରେମ ବିନା କେମିତି ବଞ୍ଚିବ? ଏ ଦୁନିଆଟା ଅଜବ ନା ଆଜ୍ଞା।
ଆଉ ଏ ଭଗବାନଙ୍କ ଲୀଳା ବି ବିଚିତ୍ର। ଗୋଟେ ପଟେ ପ୍ରେମିକାକୁ ଦୂରେଇ ଦେଇ ପ୍ରେମକୁ କଳଙ୍କିତ କରୁଛି, ଆଉ ଗୋଟେ ପଟେ ମା ଆଉ ଭଉଣୀକୁ ସାମ୍ନାକୁ ଆଣି ପ୍ରେମକୁ ପବିତ୍ର ବୋଲି କହୁଛି। ସେଇ ଦୁଃଖ ଆଉ କଷ୍ଟରେ ଜୀବନ ସାରା ବଞ୍ଚି ପଛେ ମୋ ମା ଆଉ ଭଉଣୀର ପ୍ରେମକୁ କେବେ ବି ଦୂରେଇ ପାରିବିନି। ଏକଥା କହିଲା ବେଳେ କେତେ ଯେ କାନ୍ଦିଥିଲା ତାର ହିସାବ ନଥିଲା। ଏ କାହାଣୀ ଥିଲା ସେଇ ଯୁବକର, ଯିଏ ଦିନେ ନିଜ ପ୍ରେମକୁ ହରେଇ ଭାଙ୍ଗି ପଡ଼ିଥିଲା। ଅନେକ ବୁଝେଇଥିଲି ତାକୁ, ଆଉ ଶେଷରେ ସେସବୁ ବୁଝିପାରିଥିଲା। ଆଗକୁ ବଢ଼ିବାକୁ ଅଣ୍ଟା ବି ଭିଡ଼ିଥିଲା। ହେଲେ ଗୋଟେ କଥା ଶେଷରେ କହିଥିଲା, ଭାଇ ଜୀବନ ସାରା ପ୍ରେମ ଉପରେ କେବେ ବି ଭରସା କରିପାରିବିନି। ନିଜ ନାଁ ତ କହିବାକୁ ମନା କରିଥିଲା, ହେଲେ ମୁଁ ଶେଷ ପର୍ଯ୍ୟନ୍ତ ତାକୁ ବୁଝେଇବାକୁ ଚେଷ୍ଟା କରିଥିଲି, ଆଉ କାହାଣୀଟେ ନିଶ୍ଚୟ କରିବି ବୋଲି କହିଥିଲି। ଦର୍ଶକ ବନ୍ଧୁ, ପ୍ରେମ ନାଁରେ ମାନସୀ ଯାହା କଲା ସେଇଟା କ'ଣ ଠିକ୍ ଥିଲା? ଏମିତି ପ୍ରେମ ପାଇଁ ସତରେ ପ୍ରେମ ଉପରୁ ଭରସା ତୁଟି ଯାଉଛି। କାହାଣୀ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆପଣମାନେ ଆମ କାହାଣୀକୁ ଆଉ ଆମକୁ ଏତେ ଭଲ ପାଇବା ଦେଇଛନ୍ତି ଯେ ଆମେ ଏତେ ଖୁସି କହିପାରିବୁନି। ଆପଣମାନେ ମେସେଞ୍ଜର ମାଧ୍ୟମରେ ଏତେ ମେସେଜ କରୁଛନ୍ତି ଯେ ଆମେ ଆପଣଙ୍କ ମେସେଜ ଦେଖି ବହୁତ ଖୁସି ହେଇଯାଉଛୁ, ଆଉ ସମସ୍ତଙ୍କୁ ରିପ୍ଲାଏ ଦେବାକୁ ବି ଚେଷ୍ଟା କରୁଛୁ। ଡେରିରେ ହେଲେ ବି ଆମେ ଆପଣଙ୍କୁ କେବେ ବି ନିରାଶ କରିବୁନି। ଆପଣଙ୍କ ମେସେଜର ରିପ୍ଲାଏ ନିଶ୍ଚିତ ଦେବୁ। ଆପଣମାନଙ୍କ ଭଲ ପାଇବା ସବୁବେଳେ ଥାଉ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।